ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜି ଏଇ ଭିଡିଓରେ ଆମେ ଆର୍ଟ୍ସର ଯେଉଁ ଟପିକ୍ ଗୁଡ଼ାକ ରହିଛି ହିଷ୍ଟ୍ରି, ପଲିଟିକାଲ ସାଇନ୍ସ, ଜିଓଗ୍ରାଫି ହଉ, ଇକୋନୋମିକ୍ରେ ହଉ, ତାର କିଛି ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ପ୍ରାକ୍ଟିସ୍ କରିଦେବା। ଆପଣ ଯଦି ପେପର 2 ପାଇଁ ବି ପ୍ରିପେୟାର ହେଉଛନ୍ତି କିମ୍ବା ପେପର 1 ପାଇଁ ପ୍ରିପେୟାର ହେଉଛନ୍ତି, ସେଥିରେ ବି ଏ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ଆମର କ୍ୱେଶ୍ଚନ୍ ପଡ଼ିବ। ଆପଣ ଓଟିଇଟି 2026 ଦିଅନ୍ତୁ କିମ୍ବା ଜୁନିୟର ଟିଚର ବା ଆସିଷ୍ଟାଣ୍ଟ ଟିଚର 2026 ଦିଅନ୍ତୁ। ପ୍ରିପାରେସନରେ ବହୁତ ଆପଣଙ୍କର ହେଲ୍ପଫୁଲ୍ ହେବ। ତେଣୁ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲେ, ଇନଫର୍ମେଟିଭ୍ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ ବେଲ୍ ନୋଟିଫିକେସନଟି ଅଲରେ ସେଟ୍ କରିଦେବେ। ତେଣୁ ଯିବା ଦେଖିବା କ'ଣ ସବୁ କ୍ୱେଶ୍ଚନ୍ ଗୁଡ଼ାକ ରହିଛି। ପ୍ରଥମ କ୍ୱେଶ୍ଚନଟି କ'ଣ ଅଛି? What does the term single citizenship in constitution Indian constitution signify? जो हमर constitution रे single citizenship टा लिखा है, कौन ପାଇଁ कौन को signify करूची? ऑप्शन में कौन रही? Citizen have dual citizen right, citizen own loyalty to state government, all citizen enjoy national citizenship only, citizenship depends on the local government ହେଲା। ତେଣୁ କନଷ୍ଟିଟ୍ୟୁସନ ଅନୁସାରେ ସିଙ୍ଗଲ ସିଟିଜେନସିପ ର ମିନିଂ ହଉଛି କ'ଣ? ସଠିକ ଉତ୍ତରଟି ହେବ ଅପସନ ନମ୍ବର ସି, ଅଲ୍ ସିଟିଜେନ୍ସ ଏନ୍ଜୟ ନ୍ୟାସନାଲ ସିଟିଜେନସିପ ଓନ୍ଲି ହେଲା। ମାନେ କେବଳ ସବୁ ଆମର ସିଟିଜେନର ଯେତେ ସବୁ ସିଟିଜେନ ରହିଛନ୍ତି ସେମାନେ ଯୋଉଟା କି ଜାତୀୟ ସିଟିଜେନସିପକୁ ଗୋଟିଏ କେବଳ ଜାତୀୟ ସିଟିଜେନସିପକୁ ସେମାନେ ନେଇପାରିବେ ହେଲା, ଓ ସିଙ୍ଗଲ ସିଟିଜେନସିପ ମାନେ। ଦ୍ୱିତୀୟ କ୍ୱେଶ୍ଚନଟି ଅଛି କ'ଣ? ହୁଇଚ directive principles of state policy যেটা কি ডিপিএসপি কুହାଯାଏ guides the state to promote equitable distribution of the resources ହେଲା। କାହାକୁ ସେ ପ୍ରମୋଟ କରିଥାଏ? ଯେମିତି କି ଅପସନ ରେ କ'ଣ ରହିଛି? ପ୍ରମୋଶନ ଅଫ ଦ ଆର୍ଟିଷ୍ଟିକ୍ସ ଆକ୍ଟିଭିଟିଜ, concentrations of wealth in few hands, ଅପସନ ନମ୍ବର ସି ଅଛି ଅର୍ଗାନାଇଜେସନ ଅଫ ଭିଲେଜ ପଞ୍ଚାୟତ, ଅପସନ ନମ୍ବର ଡି ଅଛି ମିନିମାଇଜେସନ ଇନକମ ଇନଇକ୍ୱାଲିଟିଜ ହେଲା। ତେଣୁ ଆମର ଯୋଉ ଡିପିଏସପି ଟା ରହିଛି ସେଟା କୋଉଥିପାଇଁ ଆମର କାହାକୁ ପ୍ରମୋଟ କରିଥାଏ? ସଠିକ ଉତ୍ତରଟି ହେବ ଅପସନ ନମ୍ବର ଡି, ଯେଟା କ'ଣ ଅଛି ମିନିମାଇଜେସନ ଅଫ ଇନକମ ଇନଇକ୍ୱାଲିଟି। ମାନେ କ'ଣ? ଷ୍ଟେଟ ହଉ ସେଣ୍ଟ୍ରାଲ ହଉ ସେମାନଙ୍କ ଭିତରେ ଇନକମ ଟାକୁ ଯୋଉ ଆମର ମିନିମାଇଜ ଇନଇକ୍ୱାଲିଟି, ମାନେ ତାଙ୍କ ଭିତରେ କ'ଣ ରହିବ ନା ଏମିତି ହବନି ଯେ ଗୋଟେ ଷ୍ଟେଟ ର ଅଧିକା ହେଇଯିବ ଗୋଟେ ଷ୍ଟେଟ ର କମ ହେଇଯିବ। ତେଣୁ ସେଟା କ'ଣ ଇନଇକ୍ୱାଲିଟି କୁ ମେଣ୍ଟେନ କରିବା ପାଇଁ, ମାନେ ଇନଇକ୍ୱାଲିଟି କୁ କମେଇବା ପାଇଁ ହେଲା, ଡିପିଏସପି କୁ ତାର ହଉଛି ପ୍ରମୋଶନ କରିଥାଏ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଛି ଦ କ୍ୟାବିନେଟ ମିଶନ ପ୍ଲାନ ଫେଲ୍ଡ ମେନଲି ବିକଜ, ଯୋଉ କ୍ୟାବିନେଟ ମିଶନ ଆମର ଆସିଥିଲା ହେଲା, ସେଟା କ'ଣ ପାଇଁ ଫେଲ ହେଇଥିଲା? ଅପସନ ରେ କ'ଣ ରହିଛି? ଡିସଏଗ୍ରିମେଣ୍ଟ ଓଭର ଦ ଗ୍ରୁପିଂ ଅଫ ପ୍ରୋଭିନ୍ସେସ, ମାନେ ଯୋଉ ପ୍ରୋଭିନ୍ସ ଗୁଡାକ ଥିଲା ବା ଯୋଉ ରାଜା ମାନେ ଥିଲେ ସେଗୁଡାକ ଦ୍ୱାରା ହେଇଥିଲା ନା ଲେକ୍ ଅଫ ଦ ସପୋର୍ଟ ଫ୍ରମ ଦ ପ୍ରିନ୍ସଲି ଷ୍ଟେଟ, ଯୋଉ ସେମାନଙ୍କ ଦ୍ୱାରା ସପୋର୍ଟ ଆସିଲାନି। ଅପସନ ସି ଅଛି ରିଫ୍ୟୁଜାଲ ଅଫ ଦ ବ୍ରିଟେନ ଟୁ ଗ୍ରାଣ୍ଟ ଦ ଡୋମିନିୟନ ଷ୍ଟେଟ, ଅପସନ ନମ୍ବର ଡି ଅଛି ପୁଅର ଅର୍ଗାନାଇଜେସନ ବାଇ ଦ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ହେଲା। ଯୋଉ କ୍ୟାବିନେଟ ମିଶନ ଆସିଥିଲା ପ୍ଲାନ ଟା, ସେଟା କ'ଣ ପାଇଁ ଫେଲ ହେଇଥିଲା? ସଠିକ ଉତ୍ତରଟି ହେବ କ'ଣ? ନା ଅପସନ ନମ୍ବର ଏ, ଯେଟା କି ଡିସଏଗ୍ରିମେଣ୍ଟ ଓଭର ଦ ଗ୍ରୁପିଂ ଅଫ ପ୍ରୋଭିନ୍ସେସ ହେଲା। ପ୍ରୋଭିନ୍ସ ଭିତରେ କ'ଣ ହେଲା ନା ଡିସଏଗ୍ରିମେଣ୍ଟ ହେଲା, ବହୁତ ଗୁଡାକ ଗ୍ରୁପିଂ ହେଇକି ମାନେ ଦଳ ଭାବରେ ସେମାନେ କ'ଣ କଲେ? ଡିସଏଗ୍ରିମେଣ୍ଟ ଦେଲେ। ସେଇଥିପାଇଁ କ'ଣ ହେଲା? କ୍ୟାବିନେଟ ମିଶନ ଟା ପ୍ଲାନ ଟା ଫେଲ ହେଇଗଲା। ପରବର୍ତ୍ତୀ ପ୍ରଶ୍ନ ରହିଛି which structural factor most contributed the outbreak of the first world war ହେଲା। ଫାଷ୍ଟ ୱାର୍ଲଡ ୱାର ଯୋଉ ହେଇଥିଲା ତାର ମେନ୍ କଣ୍ଟ୍ରିବ୍ୟୁସନ କ'ଣ ଥିଲା? ମାନେ କୋଉ ଫ୍ୟାକ୍ଟର ଟା ବେଶୀ କଣ୍ଟ୍ରିବ୍ୟୁଟ କରିଥିଲା ଯୋଉ ୱାର୍ଲଡ ୱାର ଟା ହେଇଥିଲା, ଫାଷ୍ଟ ୱାର୍ଲଡ ୱାର ଟା ହେଲା। ଅପସନ କ'ଣ ରହିଛି? ଡିକ୍ଲାଇନ ଅଫ ଦ ଇଣ୍ଡଷ୍ଟ୍ରିଆଲ କମ୍ପିଟିସନ ଏମଙ୍ଗ ଦ ୟୁରୋପିଆନ ପାୱାର, alliances system creating rigid block of military commands, withdrawal of the Ottoman Empire from the Balkan politics, ଅପସନ ନମ୍ବର ଡି ଅଛି expansion of democratic institution across the Europe ହେଲା। ୱାର୍ଲଡ ୱାର ମୋଷ୍ଟ ଯୋଉ ଫ୍ୟାକ୍ଟର ଟା କ'ଣ ଥିଲା ୱାର୍ଲଡ ୱାର ଫାଷ୍ଟ ହବା ପାଇଁ? ସଠିକ ଉତ୍ତରଟି କ'ଣ ହେବ? ଅପସନ ନମ୍ବର ବି, କ'ଣ ଅଛି alliances system creating rigid block of military commands ହେଲା। alliances ଯୋଉ ତିଆରି କରିଥିଲେ ସେଇଥିପାଇଁ କ'ଣ ହେଇଥିଲା? ଫାଷ୍ଟ ୱାର୍ଲଡ ୱାର ଟା ଆରମ୍ଭ ହୋଇଥିଲା, ତାର ମେନ୍ ଫ୍ୟାକ୍ଟର ଟା ସେଇଟା ଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଛି ପ୍ରେସର ଗ୍ରୁପ୍ସ ଇନଫ୍ଲୁଏନ୍ସେସ୍ ଗଭର୍ନମେଣ୍ଟ ପଲିସିଜ ମେନଲି ଥ୍ରୋ, ଯୋଉ ପ୍ରେସର ଗ୍ରୁପ ଥାଏ ଯେ ଆମର ଅପୋଜିସନ ଲିଡର ଥାନ୍ତି ସେମାନେ ଇନଫ୍ଲୁଏନ୍ସ ପଲିସି ଗୁଡା କରିଥାନ୍ତି କେମିତି? ୟୁଜିଂ କଲେକ୍ଟିଭ ପବ୍ଲିକ ପ୍ରେସର, ଷ୍ଟାଣ୍ଡିଂ ଫର ଡାଇରେକ୍ଟ ଇଲେକ୍ସନ, ଆଡମିନିଷ୍ଟ୍ରେଟିଂ ଲେଜିସ୍ଲେଟିଭ ଡିବେଟ୍ସ, ନା ଅପସନ ନମ୍ବର ଡି ଅଛି ଫ୍ରେମିଂ ଦ ସୁପ୍ରିମ କୋର୍ଟ ଜଜମେଣ୍ଟ ହେଲା। କୋଉ ମାନେ ପ୍ରେସର ଗ୍ରୁପ ବା ଆମର ଯୋଉ ଅପୋଜିସନ ଲିଡର ଥାନ୍ତି ସେମାନେ କୋଉ ପ୍ରକାର ଇନଫ୍ଲୁଏନ୍ସ ପକେଇଥାନ୍ତି ଗଭର୍ନମେଣ୍ଟ ଉପରେ ହେଲା। ସଠିକ ଉତ୍ତରଟି କ'ଣ ହେବ? ନା ଅପସନ ନମ୍ବର ଏ, ଯେଟା କି ୟୁଜିଂ ଦ କଲେକ୍ଟିଭ ପବ୍ଲିକ ପ୍ରେସର ହେଲା। ପବ୍ଲିକ ପ୍ରେସରକୁ ୟୁଜ କରି ସେ କ'ଣ କରିଥାନ୍ତି ନା ଆମର ଗଭର୍ନମେଣ୍ଟ ଉପରେ ପ୍ରେସର ପକେଇଥାନ୍ତି, ଯୋଉଟା କି କାହା ଦ୍ୱାରା ହେଇଥାଏ ନା ଅପୋଜିସନ ଲିଡର ବା ପ୍ରେସର ଗ୍ରୁପ ଦ୍ୱାରା ହେଇଥାଏ, ଲୋକମାନଙ୍କ ଦ୍ୱାରା ସେମାନେ ପ୍ରେସର ପକେଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ ରହିଛି which of the following reflects the India's commitment to global cooperation ହେଲା।
ଏ ଯୋଉ ଆମର ଇଣ୍ଡିଆ ଦ୍ୱାରା ଯୋଉ କମିଟମେଣ୍ଟ କରାଯାଉଛି ସେ କେମିତିଆ ଗ୍ଲୋବାଲ ଷ୍ଟେଜରେ କେମିତି କୋଅପରେସନ ସେ କରୁଛି। ଅପସନ ଗୁଡା କଣ ରହିଛି? ୱିଡ୍ରାଲ ଫ୍ରମ ଦ ମଲ୍ଟିଟେରିଆଲ ଗ୍ରୁପ୍ସ। ଅପସନ ନମ୍ବର ବି ଅଛି ପାର୍ଟିସିପେସନ ଇନ୍ ୟୁଏନ peace keeping। ଅପସନ ନମ୍ବର ସି ଅଛି boycotting international forums। ନା ହଉଛି ଅପସନ ନମ୍ବର ଡି isolation from the global territories ହେଲା। ୟା ଭିତରୁ କୋଉଟା ରିଫ୍ଲେକ୍ଟ କରୁଛି ମାନେ ଜଣାଉଛି ଇଣ୍ଡିଆ ଯୋଉ ଗ୍ଲୋବାଲ ଷ୍ଟେଜରେ କୋଅପରେସନ କରୁଛି ହେଲା। ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ପାର୍ଟିସିପେସନ ଇନ୍ ୟୁଏନ ୟୁନାଇଟେଡ ନେସନ ଯୋଉ ପିସ୍ କିପିଂ ହେଲା। ୟୁନାଇଟେଡ ନେସନ କଣ କରିଥାଏ ସାରା ଯୋଉ ୱାର୍ଲଡ ରେ କଣ କରିଥାଏ ପିସ୍ ବା ଆମର କଣ କୁହନ୍ତି ସେଟାକୁ ପିସ୍ ମାନେ କଣ ମାନେ ଶାନ୍ତିରେ କେମିତି ରହିଯିବ ତା ଦ୍ୱାରା କି ତା ଭିତରେ ପାର୍ଟିସିପେସନ କରି ଇଣ୍ଡିଆ କୋଅପରେସନ ଗ୍ଲୋବାଲ ଷ୍ଟେଜରେ କୋଅପରେସନ ଦେଖାଉଛି ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଛି which architectural development best illustrates the Gupta period shift towards the classical Indian temple style ହେଲା। ଗୁପ୍ତା ପିରିୟଡ ରେ ଯୋଉ ଆମର ଟେମ୍ପଲ ଗୁଡାକ ତିଆରି ହେଇଥିଲା ସେମାନେ କେମିତି ଭାବରେ ଡେଭଲପମେଣ୍ଟ ବା ମନ୍ଦିରର କେମିତି ଆମର କୋଉ ଷ୍ଟାଇଲ ରେ ତିଆରି ହେଇଥିଲା କ୍ଲାସିକାଲ ଇଣ୍ଡିଆନ ଟେମ୍ପଲ ଗୁଡାକ। ଅପସନ କଣ ରହିଛି ଇଣ୍ଟ୍ରୋଡକ୍ସନ ଅଫ ଫ୍ରି ଷ୍ଟାଣ୍ଡିଂ ପିଲର୍ସ ୱିଥ ଦ ପର୍ସିଆନ କ୍ୟାପିଟାଲ। ଅପସନ ବି ଅଛି ୟୁଜ ଅଫ ରକ୍ କଟ୍ ଚିତାୟାସ ୱିଥ ଦ barrel vaulted roof। ଅପସନ ନମ୍ବର ସି ଅଛି emergence of the square sanctum with the modest ଶିଖରଜ। ଅପସନ ଡି ଅଛି construction of massive votive ସ୍ତୂପସ୍ ଇନ୍ ଷ୍ଟୋନ ହେଲା। ତେଣୁ ଯୋଉ ଗୁପ୍ତା ପିରିୟଡରେ ଯୋଉ କ୍ଲାସିକାଲ ଇଣ୍ଡିଆନ ଟେମ୍ପଲ ହେଇଥିଲା ତାର ଗୁଣ ଗୁଡାକ ମେନ୍ ଗୁଣଟା କଣ ଥିଲା ଡେଭଲପମେଣ୍ଟ ହେଇଥିଲା। ସଠିକ ଉତ୍ତରଟା କଣ ହବ ନା ଅପସନ ନମ୍ବର ସି ଏମର୍ଜେନ୍ସ ଅଫ ଦ ସ୍କୋୟାର ସେକ୍ଟମ ମାନେ ସ୍କୋୟାର ତଳ ଗୁଡାକ ସ୍କୋୟାର ରେ ହେଇଥିଲା ଉପରେ କଣ ହେଇଥିଲା ମଡେଷ୍ଟ ଶିଖର ହେଲା। ଯେମିତି କି ଆପଣ ମନ୍ଦିର ଟାକୁ ଦେଖିବେ ଯେମିତି ଗୁପ୍ତା ପିରିୟଡରେ ହେଇଥିଲା ସ୍କୋୟାର ସେପ ରେ ଯାଇଥିବ ଉପରେ ଗୋଟେ ଶିଖର ଥିବ ସେଇଟା ଥିଲା ଗୁପ୍ତା ଯୋଉ କ୍ଲାସିକାଲ ଇଣ୍ଡିଆନ ଟେମ୍ପଲ ତିଆରି କରିବାର ତାର କଣ ଗୋଟେ ଲକ୍ଷଣ। ନେକ୍ସଟ କ୍ୱେଶ୍ଚନ କଣ ରହିଛି ଆର୍ଯ୍ୟଭଟ୍ଟ's contribution to mathematics in astronomy is best demonstrated by his। ଏ ଯୋଉ ଆର୍ଯ୍ୟଭଟ୍ଟ ମ୍ୟାଥମେଟିକ୍ସ କୁ କଣ୍ଟ୍ରିବ୍ୟୁସନ କରିଥିଲେ ହେଲା ତାଙ୍କର କାହା ଦ୍ୱାରା ମାନେ ତାଙ୍କ ଭିତରେ ବେଷ୍ଟ କୋଉଟା ଡେସ୍କ୍ରାଇବ କରୁଥିଲା। ଅପସନ ନମ୍ବର ଏ ଅଛି emphasis on the lunar cycle for ritual ceremony। ଅପସନ ବି ଅଛି calculation of pi and explanation of the earth rotation। ଅପସନ ନମ୍ବର ସି ଅଛି advance of geocentric planetary argument। ଅପସନ ଡି ଅଛି introduction of new script for the scientific text ହେଲା। ଆର୍ଯ୍ୟଭଟ୍ଟଙ୍କ ଦ୍ୱାରା ଯୋଉ ଆମର ମ୍ୟାଥମେଟିକ୍ସ ବା ଆଷ୍ଟ୍ରୋନୋମି ରେ ବେଷ୍ଟ ଡେସ୍କ୍ରାଇବ କୋଉଟା କରିଥିଲେ ସଠିକ ଉତ୍ତରଟା କଣ ହବ ନା ଅପସନ ନମ୍ବର ବି ଯେଟା କଣ ଅଛି କାଲକୁଲେସନ ଅଫ ପାଇ ର ଭ୍ୟାଲୁ ସେ ଦେଇଥିଲେ ଆଉ କଣ କରିଥିଲେ ଆର୍ଥ ରୋଟେସନ ବିଷୟରେ ଦେଇଥିଲେ ହେଲା। ମ୍ୟାଥମେଟିକ୍ସ ରେ ତାଙ୍କର ପାଇ ର ଯୋଉ ଭ୍ୟାଲୁଟା ଦେବା ସେଟା କଣ୍ଟ୍ରିବ୍ୟୁସନ ଥିଲା ଆଉ ଆଷ୍ଟ୍ରୋନୋମି ରେ କଣ କରିଥିଲେ ଆର୍ଥ ର ରୋଟେସନ ବିଷୟରେ କହିଥିଲେ। ପରବର୍ତ୍ତୀ ପ୍ରଶ୍ନ ଦେଖିବା କଣ ଅଛି which administrative change followed to British acquisition in ଦେୱାନୀ ରାଇଟ୍ସ ବଙ୍ଗାଲ 1765। ବଙ୍ଗଲରେ ଆମର ଦେୱାନୀ ରାଇଟ୍ସ କେବେ ଆସିଲା 1765 ପରେ ହେଲା ଯୋଉ ଆମର ବ୍ୟାଟେଲ ଅଫ ବକ୍ସର ପରେ। ଇଏ କଣ କହିଲା କୋଉ ପ୍ରକାର ଚେଞ୍ଜ ହେଲା। ଅପସନ କଣ ରହିଛି ଡାଇରେକ୍ଟ କ୍ରାଉନ ରୁଲ ରିପ୍ଲେସଡ କମ୍ପାନୀ ଅଥରିଟି। ଅପସନ ବି ଅଛି କମ୍ପାନୀ ଗେନ୍ଡ ରାଇଟ ଟୁ କଲେକ୍ଟ ରେଭିନ୍ୟୁ ଏଣ୍ଡ administer civil justice। ଅପସନ ନମ୍ବର ସି ଅଛି ନବାବ regained autonomy over the provincial finance ହେଲା। ଆଉ ଅପସନ ଡି ଅଛି permanent settlement which immediate introduced ହେଲା। ଆମର ବଙ୍ଗଲରେ ଯୋଉ ଦେୱାନୀ ରାଇଟ ପାଇଲା ପରେ କୋଉ ପ୍ରକାର ଚେଞ୍ଜ ହେଲା ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ବି ସେଟା କଣ ଅଛି କମ୍ପାନୀ ଗେନ୍ ଦ ରାଇଟ ଟୁ କଲେକ୍ଟ ଦ ରେଭିନ୍ୟୁ ଏଣ୍ଡ ଆଡମିନିଷ୍ଟ୍ରେଟିଭ ସିଭିଲ ଜଷ୍ଟିସ ହେଲା। ଦେୱାନୀ ରାଇଟ ପାଇଲା ପରେ କମ୍ପାନୀ କଣ କଲା ଟ୍ୟାକ୍ସ ଯେଟା କି ଆମର ପଇସା କଲେକ୍ଟ ହଉଥିଲା ଲୋକମାନଙ୍କ ପାଖରୁ ତାର ପାୱାର ଟା ନେଇଗଲା ଆଉ କଣ କଲା ଆଡମିନିଷ୍ଟ୍ରେଟିଭ ଅଫ ସିଭିଲ ଜଷ୍ଟିସ ହେଲା ଆଇନଗତ ଯୋଉ ସବୁ ଜଷ୍ଟିସ ଗୁଡାକ ଥିଲା ସେଟା ତା ନିଜ ହାତକୁ ନେଇଗଲା ଦେୱାନୀ ରାଇଟ୍ସ ପାଇବା ଦ୍ୱାରା ବ୍ୟାଟେଲ ଅଫ ବକ୍ସର ପରେ ବଙ୍ଗାଲରେ। ପରବର୍ତ୍ତୀ ପ୍ରଶ୍ନ ରହିଛି which factor was most critical in linking diverse Indian group into the shared national consequences after 1857। ଏ ଯୋଉ 1857 ପରେ କୋଉ ପ୍ରକାର ଇଣ୍ଡିଆନ ଗ୍ରୁପ ର ଆମର ଦେଖା ଯାଇଥିଲା ଅପରାଇଜିଂ ର। ଅପସନ ଗୁଡା କଣ ରହିଛି ସ୍ପ୍ରେଡ ୱେଷ୍ଟର୍ନ ଏଜୁକେସନ ଏଣ୍ଡ ପ୍ରିଣ୍ଟ ମିଡିଆ ଏମର୍ଜେନ୍ସ ଅଫ ଦ ଲୋକାଲ ଟ୍ରାଇବାଲ ଅପରାଇଜିଂ। ଅପସନ ନମ୍ବର ସି ଅଛି ଡିକ୍ଲାଇନ ଅଫ ଇଣ୍ଡିଆନ ମାର୍ଚେଣ୍ଟ କମ୍ୟୁନିଟି। ନା ଅପସନ ନମ୍ବର ଡି ଅଛି ଏକ୍ସପାନ୍ସ ଅଫ ପ୍ରିନ୍ସଲି ଷ୍ଟେଟ ହେଲା। 1857 ଯୋଉ ରିଭୋଲ୍ଟ ହେଇଥିଲା ତାପରେ କଣ ହେଇଥିଲା ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ଏ ସ୍ପ୍ରେଡ ଦ ୱେଷ୍ଟର୍ନ ଏଜୁକେସନ ଏଣ୍ଡ ଦ ପ୍ରିଣ୍ଟ ମିଡିଆ। ତାପରେ କଣ ହେଇଥିଲା ୱେଷ୍ଟର୍ନ ଏଜୁକେସନ ଆରମ୍ଭ ହେଇଥିଲା ଯେମିତି ଇଂରାଜୀ ଶିକ୍ଷା ଆରମ୍ଭ ହେଇଥିଲା ଆଉ ପ୍ରିଣ୍ଟ ମିଡିଆ ଆରମ୍ଭ ହେଇଯାଇଥିଲା ହେଲା ଯୋଉ ଆମର 1857 ପରେ ପରେ ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଛି ଫିରୋଜ ଶାହ ତୁଗଲକ administrative
reforms differed from these of Alauddin Khilji because Firoz Shah মানে এটি কইছি ফিরোজ শাহ তুগলকর administrative টা আলাউদ্দিন খিলজি ଠାରୁ ଅଲଗା ଥିଲା ତେଣୁ ଫିରୋଜ শাহ ତୁଗଲକ କଣ କରୁଥିଲେ restricted state interference in the revenue collection impose the strict control over the merchants and trades emphasize the welfare measure and public works now expanded the use of spices in the provinces and governance ହେଲା ଫିରୋଜ ଶାହ ତୁଗଲକ କଣ କହୁଥିଲେ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି যেটা କି emphasis on welfare measures and public works ହେଲା ଫିରୋଜ ଶାହ ତୁଗଲକ କଣ କରୁଥିଲେ ନା ଦେଶରେ ୱେଲଫେୟାର କାମ ଗୁଡା କରୁଥିଲେ ଆଉ ପବ୍ଲିକ ୱାର୍କକୁ ବେଶୀ କଣ କରୁଥିଲେ ନା ସପୋର୍ଟ କରୁଥିଲେ ହେଲା ତ ସେଇଥିପାଇଁ ସେଟା ଆମର ଆଲାଉଦ୍ଦିନ ଖିଲଜି ଠାରୁ ତାଙ୍କର ଏଇ କାମଟା ଭଲ ଥିଲା ହେଲା ପରବର୍ତ୍ତୀ ପ୍ରଶ୍ନ ରହିଛି ଶାହଜାହାନ ଆର୍କିଟେକ୍ଚରିଆଲ ଷ୍ଟାଇଲ ଇଜ ବେଷ୍ଟ ଡିସ୍କସ୍ଡ ବାଇ ହେଲା କାହା ଦ୍ୱାରା ଆମର ଯୋଉ ଶାହଜାହାନଙ୍କର ଆର୍କିଟେକ୍ଚର ଷ୍ଟାଇଲଟା ଅଧିକା ଆଲୋଚନା ହୁଏ muted ornament style and the minimal floral carving option number b ଅଛି dominance of sandstone with the limited marble work option number c ଅଛି structural experimentations with the irregular layouts now ଅଛି option number d refined symmetry and extensive white marble ହେଲା କୋଉ କାମ ପାଇଁ ଶାହଜାହାନକୁ ଅଧିକା ତାଙ୍କର ଆର୍କିଟେକ୍ଚର ଷ୍ଟାଇଲକୁ ଅଧିକ ପ୍ରଶଂସା କରାଯାଏ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଡି ଯେଟା କି ରିଫାଇନ୍ଡ ସିମେଟ୍ରି ମାନେ ତାଙ୍କ କାମ ଗୁଡାକ ପୁରା ସିମେଟ୍ରି ହଉଥିଲା ଆଉ ଏକ୍ସଟେନ୍ସିଭ ହ୍ୱାଇଟ ମାର୍ବଲ ୱାର୍କ ହେଲା ଯୋଉଟା କି ତାଜମହଲ ହେଇଥିଲା ସେଇ ସମୟରେ ସେଇଥିପାଇଁ ତାଙ୍କୁ ଅଧିକ କଣ କରାଯାଏ ଆର୍କିଟେକ୍ଚର ଷ୍ଟାଇଲଟା ଅଧିକ ଫେମସ ହେଇଥିଲା ପରବର୍ତ୍ତୀ ପ୍ରଶ୍ନ ରହିଛି ହୁ precedes over the joint session of parliament when both house meet together ଏଟା ଏକ ଏଇ ଯୋଉ ପଲିଟିର କ୍ୱେଶ୍ଚନଟା ପଡିଲା ଜଏଣ୍ଟ ସେସନ ଯୋଉ ପାର୍ଲାମେଣ୍ଟରେ ବୋଥ ହାଉସ ଆମର ଯୋଉ ଆରମ୍ଭ ହୁଏ ସେ କିଏ ଆରମ୍ଭ କରିଥାନ୍ତି ହେଲା ଅପସନ କଣ ରହିଛି ସ୍ପିକର ଅଫ ଦ ଲୋକସଭା ଚେୟାରମ୍ୟାନ ଅଫ ଦ ରାଜ୍ୟସଭା ଅପସନ ସି ଅଛି ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଅପସନ ନମ୍ବର ଡି ଅଛି ପ୍ରାଇମ ମିନିଷ୍ଟର ଅଫ ଇଣ୍ଡିଆ ହେଲା ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ସ୍ପିକର ଅଫ ଦ ଲୋକସଭା ହେଲା ମାନେ ପରମିଶନ ଦେଇଥାନ୍ତି ଫାଷ୍ଟ ହଉଛି ପ୍ରେସିଡେଣ୍ଟ କିନ୍ତୁ କାମ ଆରମ୍ଭ କରିଥାଏ କିଏ ମାନେ ଚଳିଥାଏ କିଏ ହଉଛି ଆମର ସ୍ପିକର ଅଫ ଦ ଲୋକସଭା ଜଏଣ୍ଟ ସେସନ ମନେ ରଖିଥିବେ ପରମିଶନ ଦିଅନ୍ତି ବା ଆରମ୍ଭ କରିଥାନ୍ତି ପ୍ରେସିଡେଣ୍ଟ କିନ୍ତୁ ଯୋଉ ପ୍ରେସିଡେଣ୍ଟ ମାନେ କାମ ଆରମ୍ଭ କରିଥାଏ କିଏ ନା ହଉଛି ସ୍ପିକର ଅଫ ଦ ଲୋକସଭା ଜଏଣ୍ଟ ସେସନରେ ପରବର୍ତ୍ତୀ ପ୍ରଶ୍ନ ରହିଛି which of the following is the functions of the state legislative assembly ହେଲା ଯୋଉ state legislative assembly ର ତା ଫଙ୍କସନ ଟା କଣ passing the national level laws approving the state budget proposal ଅପସନ ନମ୍ବର ସି ଅଛି appoint the high court judge ଅପସନ ନମ୍ବର ଡି ଅଛି conducting inter state negotiations ହେଲା ଯୋଉଗୁଡାକରେ ଷ୍ଟେଟ ଲେଜିସ୍ଲେଟିଭ ଆସେମ୍ବଲି ଅଛି ତାର ମୁଖ୍ୟ କାମ ଗୁଡାକ କଣ ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ବି ଏପ୍ରୁଭିଂ ଦ ଷ୍ଟେଟ ବଜେଟ ପ୍ରପୋଜାଲ ହେଲା ତାର ଗୋଟେ କାମ ଷ୍ଟେଟ ର ଯୋଉ ବଜେଟ ଗୁଡାକ ରହିଛି ବା କାମ ଯୋଉ ପଇସା ପତ୍ର କଥା ଗୁଡାକ ସେଗୁଡାକ ପାସ୍ କରିବା ଏଇଟା ହଉଛି କଣ ଷ୍ଟେଟ ଲେଜିସ୍ଲେଟିଭ ଆସେମ୍ବଲି ର କାମ ପରବର୍ତ୍ତୀ ପ୍ରଶ୍ନ ରହିଛି which constitutional amendment gave the constitution status to ପଞ୍ଚାୟତ ରାଜ ଇନଷ୍ଟିଚ୍ୟୁସନ ହେଲା ପଞ୍ଚାୟତ ରାଜ ପାଇଁ କେତେ ନମ୍ବର ଆମେଣ୍ଡମେଣ୍ଟ ହେଇଥିଲା 61 ତମ ଆମେଣ୍ଡମେଣ୍ଟ 73 ତମ 85 ତମ ନା 101 ତମ ହେଲା ସମସ୍ତେ ଜାଣିଛନ୍ତି ପଞ୍ଚାୟତ ରାଜ ପାଇଁ କେତେ ନମ୍ବର ଆମେଣ୍ଡମେଣ୍ଟ ଦରକାର ହେଇଥିଲା ଅପସନ ନମ୍ବର ବି ଯେଟା କି 73 ତମ ହେଲା ପଞ୍ଚାୟତ ରାଜ ପାଇଁ 73 ଆଉ 74 ହେଉଛି କଣ ମ୍ୟୁନିସିପାଲିଟି ହେଲା ଏଟା ଟିକେ ମନେ ରଖି ଦେଇଥିବେ ତାପରେ ଦେଖା କିଛି ଜିଓଗ୍ରାଫି ଆଉ ଇକୋନୋମିକାଲ କ୍ୱେଶ୍ଚନ ପ୍ରଥମ ପ୍ରଶ୍ନଟି ଜିଓଗ୍ରାଫିରେ ରହିଛି which map is generally used to study the population density ହେଲା ବଢିଆ କ୍ୱେଶ୍ଚନଟା ପଲିଟିକାଲ ଡେନ୍ସିଟି ଜାଣିବା ପାଇଁ কোন প্রকার ম্যাপ আমি ব্যবহার করতে অপশন কোন রয়েছে পলিটিক্যাল ম্যাপ ব্যবহার করতে ইকোনমিক্যাল ম্যাপ থিমেটিক ম্যাপ না হচ্ছে টপোগ্রাফিক্যাল ম্যাপ ହେଲା এর সঠিক উত্তরটি কোন হবে কোন প্রকার আমি ম্যাপ ব্যবহার করিথাউ সঠিক উত্তর অপশন নম্বর সি যেটা কি থিওমেট্রিক ম্যাপ মনে রাখবে যে আমার পপুলেশন ডেনসিটি জানিয়া পাই আমি কোন প্রকার ব্যবহার করিথাউ না থিওমেট্রিক ম্যাপটা ব্যবহার করিথাউ ହେଲା পপুলেশন ডেনসিটি মানে কেতিকি জায়গারে ধর যে 1000 স্কয়ার ফিট রে কেতে লোক রহুচন সেটা পপুলেশন ডেনসিটি মানে জায়গা অনুসারে লোক কেতে রহুচন তা পাই থিওমেট্রিক ম্যাপটা আমি ব্যবহার করিথাউ পরবর্তী প্রশ্নটি রয়েছে জিওগ্রাফির which layer of the atmosphere is responsible for formation of the aurora borealis जो aurora ମାନେ ଆକାଶରେ ଯୋଉ ଗ୍ରୀନ କଲର ଯୋଉ ଦେଖା ଯାଇଥାଏ ରାତି ସନ୍ଧ୍ୟା ଟାଇମ ରେ ହେଲା ସେଟା କୋଉ ପ୍ରକାର ଆଟମୋସ୍ଫିୟର ଯୋଉ କୋଉ ଲେୟାର ରେ ସେଟା ଦେଖା ଯାଏ ଅପସନ ଗୁଡିକ କଣ ରହିଛି ମେଜୋସ୍ଫିୟର ଓଜୋନୋସ୍ଫିୟର ଏକ୍ସୋସ୍ଫିୟର ନା ଆୟୋନୋସ୍ଫିୟର ହେଲା ଆରୋରା ଫର୍ମେସନ ପାଇଁ କୋଉ ଲେୟାର ଟା ଆମର ରେସ୍ପନ୍ସିବଲ ହେଇଥାଏ ସଠିକ ଉତ୍ତରଟି କଣ ହବ ଅପସନ ଡି ଆୟୋନୋସ୍ଫିୟର ଆୟୋନୋସ୍ଫିୟର ଯୋଉ ଆମର ଏରୋରା କେମିତି ଦେଖାଯାଏ ନା ସେଠି ଯେହେତୁ ଆୟନ ଗୁଡାକ ଅଛି ସେ କଣ କରେ ନା ଯୋଉ ସୂର୍ଯ୍ୟଙ୍କ ଠାରୁ ଯୋଉ ସୋଲାର ରେ ଗୁଡାକ ଅଛି ସେ ତା ଦ୍ୱାରା କି କଣ ହେଇଥାଏ ଆରୋରା ଫର୍ମେସନ ଯେମିତି ଗ୍ରୀନ କଲର ର କଣ ହେଇଥାଏ ଏରୋରା যেটা କି ଫର୍ମେସନ ହେଇଥାଏ ପରବର୍ତ୍ତୀ ପ୍ରଶ୍ନ ରହିଛି which factor is responsible for increasing in density with depth in the earth interior earth interior ରେ ଯୋଉ ଡେନ୍ସିଟି ବଢିଥାଏ ସେଟା କଣ ପାଇଁ ହେଇଥାଏ ତାର ମେନ୍ କଜ ଟା ହେଇଥାଏ କଣ ହାଇ ପ୍ରେସର ହାଇ ଟେମ୍ପରେଚର ହାଇ ଭଲକାନିସିଟି ନା ହାଇ ମାଉଣ୍ଟେନ୍ସ ହେଲା
डेप्थ रे डेंसिटी बढ़िवार मुख्य कारण होची कोन ऑप्शन नंबर ए जे कि हाई प्रेशर तळे बहुत अधिका प्रेशर रहिते जोंथि पय कि कोन हेते डेंसिटी टा हमरो अधिका हेइते इंटीरियर रे हला परवर्ती प्रश्न रहिछि व्हिच ऑफ द फॉलोइंग रीजन्स ऑफ द इंडिया हैज द हाईएस्ट पोटेंशियल ऑफ द ग्राउंड वाटर वाटर डेवलपमेंट हला कोठी कोन रहिछि ना सबटु अधिका कोन रहिछि ग्राउंड वाटर जो डेवलपमेंट टा हमरो पोटेंशियल माने अधिक परिमाण रे अछि ऑप्शन कोन रहिछि डेक्कन ट्रैप रे रहिछि ना नॉर्थ वेस्ट रीजन रे रहिछि ना नॉर्दर्न प्लेन रे रहिछि ना ईस्टर्न घाट रे रहिछि बढ़िया क्वेश्चन देला जे हमरो जो ग्राउंड वाटर सबटु अधिका बा हाईएस्ट पोटेंशियल कोठी रहिछि हला सठी उत्तरटी कोन हो ना ऑप्शन नंबर सी जेटा कि नॉर्दर्न प्लेन हला नॉर्दर्न प्लेन रे सबटु अधिका मन रखिबे जो ग्राउंड वाटर टा अधिका अछि कारण सेठी नॉर्दर्न प्लेन रे कोन थाए हमरो होचु पहाड़ अधिका थाए तेनो एटा ग्राउंड वाटर टा अधिका परिमाण रे मिली थाए हला आइस टा कन्वर्ट हेइ थाए कोठी कि पानी को सेट पय हमरो ग्राउंड वाटर अधिका थाए नॉर्दर्न प्लेन रे परवर्ती प्रश्न रहिछि व्हिच ऑफ द फॉलोइंग स्कॉलर्स डेवलप द पीक्यूएलआई जेटा कि फिजिकल क्वालिटी ऑफ लाइफ इंडेक्स हला एटा इकोनॉमिक रे क्वेश्चन पड़ला हला किए तयारी करथा माने किए तयारी करिथिले ऑप्शन कोन रहिछि अमृता सेन मारिस डी मॉरिस ना होछि महाबुल उल हक ना होछि ऑप्शन नंबर डी आदम स्मिथ हला जो हमर फिजिकल क्वालिटी ऑफ लाइफ इंडेक्स हला सेटा को हम डेवलप की करथिले सठी उत्तरटी कोन हबो ऑप्शन नंबर बी जाय कि मॉरिस तयारी करथिले कोन पीक्यूएलआई हला फिजिकल क्वालिटी ऑफ लाइफ इंडेक्स सेटा इंट्रोड्यूस करथिले डेवलप करथिले परवर्ती से इकोनॉमिक क्वेश्चन टा अछि रेपो रेट इज डिसाइडेड बाय व्हिच ऑफ द फॉलोइंग एजेंसी रेपो रेट टा कहा द्वारा हमरो कोन हेतै हमरो इंट्रोड्यूस हेतै ऑप्शन नंबर कोन अछि मिनिस्ट्री ऑफ फाइनेंस सिक्योरिटी एंड एक्सचेंज बोर्ड ऑफ इंडिया ऑप्शन नंबर सी अछि रिजर्व बैंक ऑफ इंडिया ना होछि ऑप्शन नंबर डी स्टेट बैंक ऑफ इंडिया रेपो रेट टा कहा द्वारा डेवलप हेतै सठी उत्तरटी कोन हबो ना ऑप्शन नंबर सी जे कोन अछि रिजर्व बैंक ऑफ इंडिया रिजर्व बैंक ऑफ इंडिया रेपो रेट माने होछि कोन ना जेतेबेले बैंक मानक पाखरे अधिक पैसा टा हेइ जाय माने मार्केट रे अधिका पैसा हेबा जो इन्फ्लेशन हबो सेठी रिजर्व बैंक ऑफ इंडिया कोन करिवो रेपो रेट टाकू बढ़ाई देकी माने कोन इंटरेस्ट टाकू कोन कहबो जे बैंक जदी हमकु किछि पैसा देबो आमे इंटरेस्ट अधिका देबो ता फल रे कोन कहबो बैंक पाखर रिजर्व बैंक किछि पैसा नै जिवो ता फल रे कोन मार्केट रे बैलेंस भी रहिबो प्लस कोन करी इन्फ्लेशन देखा जिवो तेनो सेटा हमर रेपो रेट टा के डिसाइड करथे रिजर्व बैंक ऑफ इंडिया जहा द्वारा कि से नॉर्मल बैंक पाखरु जो एक्स्ट्रा पैसा गुडा कथाय बा नॉर्मल बैंक आने कोठु लोक माने पाखरु तेनो सेत पे से इंटरेस्ट रेट टा बढ़ाई देकी कोन करिवो पैसा टा नै जिवो जहा द्वारा कि इन्फ्लेशन टा हबो नै परवर्ती प्रश्न रहिछि व्हिच ऑफ द फॉलोइंग physiographic division of India is one of the most stable land blocks हला या भितर को फिजियोग्राफी डिवीजन ले इंडिया सबटु स्टेबल लैंड ब्लॉक्स रहिते हला ऑप्शन कोन रहिछि पेनिनसुला प्लेटू हिमालय नॉर्दर्न प्लेन ना होछि पूर्वांचल हला सबटु स्टेबल लैंड ब्लॉक्स कोठी रहिछि सठी उत्तरटी कोन हबो ना ऑप्शन नंबर ए जे कोन पेनिनसुला प्लेटू बा जो मझिरे रहिते माने तीन पटे स्थल गोटे पटे सॉरी तीन पटे जल थिबो गोटे पटे स्थल थिबो सेटा कोन कहजे पेनिनसुला माने इंडिया रे ए जो साइट रहले सेटा कोन पेनिनसुला कहजे सेठी कोन रहिछि सबटु स्टेबल ब्लॉक गुडा को रहिछि परवर्ती प्रश्न व्हिच वन ऑफ द फॉलोइंग रिवर इज द लॉन्गेस्ट हला निम्न मध्यरु कोनटा सबटु लंबा हला लॉन्गेस्ट रिवर कृष्णा कावेरी नर्मदा महानदी हला यार सठी उत्तरटी कोन हबो सबटा लंबा कोनटा ना होछि कृष्णा हला पेनिनसुला जति देखिया पेनिनसुला एटा सब नदी गुडा को पेनिनसुला रे हमर प्रवाहित होइते ता भितर सबटु लंबा होछि कोनटा ना कृष्णा हला लार्जेस्ट कहले अलगा हिथांदा तेनु आपन को काम रे जति पेनिनसुला पेटू कथा कहबा माने ए जो एठी रहिला सेठी को नदीटा सबटु लॉन्गेस्ट एठी लॉन्गेस्ट कहले आपन लार्जेस्ट कथा कहबे मते जे या भितरे लार्जेस्ट रिवर कोनटा पेनिनसुला रे हला पेनिनसुला प्लेटो भितरे सबटु लार्जेस्ट रिवर कोनटा कम्युनिकेशन मते जणैबे परवर्ती प्रश्न रहिछि व्हिच ऑफ द फॉलोइंग टर्म इज यूज्ड फॉर शिफ्टिंग द कल्टीवेशन इन इंडिया हला हमर जो इंडिया रे शिफ्टिंग कल्टीवेशन हेइथाय ताको हमें कोन नाम रे जानिते ऑप्शन रे कोन रहिछि मिल्पा आ लेडिंग ना होछि मसले ना पेंडा हला इंडिया रे जो शिफ्टिंग कल्टीवेशन बा कोट जगह रे चाष कला परे आउट जाको पुडी की जो चाष करा जाय ताको हमें कोन बोली कहितो सठी उत्तरटी कोन हबो ना ऑप्शन नंबर डी जे कि पेंडा हला इंडिया रे जो शिफ्टिंग कल्टीवेशन कहा जे मैं कोट जगह रे चाष कले सेठी उर्वरता सरी गला परे आउट जाको जाकी चाष करियो हला ताको कोन कहा जाय पेंडा बोली कहा जाय हला परवर्ती प्रश्न रहिछि व्हिच वन द फॉलोइंग द करेक्ट हला ग्लेशियर देछि वी सेट वैली रिवर देछि जुआंग जेगुन ऑप्शन नंबर सी रे देछि कोन विंड होछि पाथलेस ना होछि ऑप्शन नंबर डी ग्लेशियर होछि सिरक्यू हला तेनु यार सठी उत्तरटी कोन हबो और ऑप्शन नंबर डी जेटा कि ग्लेशियर टा कोन कहा जाय सिरक्यू बोली कहा जाय हला आ ग्लेशियर टा वी शेप वैली रे नथाय रिवर टा भी जेंक्यू नहे तेनु ऑप्शन नंबर सी ग्लेशियर होछि कोन सिरक्यू बोली कहा जाय परवर्ती प्रश्न है व्हिच वन द फॉलोइंग टाइप्स ऑफ द मॉनसून अकाउंट फॉर द मोस्ट ऑफ द रेनफॉल अलोंग द कोनकोन कोस्ट हला कोनकोन कोस्ट रे
କୋଉ ପ୍ରକାର ମନସୁନରେ ଆମର ବର୍ଷାଟା ହେଇଥାଏ ହେଲା କୋନ କୋଷ୍ଟଟା ଏଇ ଯୋଉ ୱେଷ୍ଟର୍ଣ୍ଣ ଘାଟରେ ରହିଥାଏ ହେଲା ଗୁଜରାଟର ଯୋଉ କଚ୍ଛ ତଳକୁ ରହିଥାଏ ସେଟା ହେଲା ଏଠି କୋଉ ପ୍ରକାର ମନସୁନ ଦ୍ୱାରା ବର୍ଷା ହେଇଥାଏ ଅପସନ ଗୋଟେ କଣ ରହିଛି ନର୍ଥର୍ନ ଇଷ୍ଟ ମନସୁନ ସଦର୍ନ ଇଷ୍ଟ ମନସୁନ ନା ସଦର୍ନ ୱେଷ୍ଟ ମନସୁନ ନା ଇଷ୍ଟର୍ନ ଏସିଆନ ମନସୁନ କୋନ କୋଷ୍ଟରେ କୋଉ ପ୍ରକାର ମନସୁନ ଦ୍ୱାରା ବର୍ଷା ହେଇଥାଏ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି যেটা কি হচ্ছে সাউথ ওয়েস্টার্ন মনসুন ফার্স্ট থর ଯୋଉ ଆମର ମନସୁନଟା ଆସେ ସାଉଥ ୱେଷ୍ଟର୍ଣ୍ଣରୁ ସାଉଥ ୱେଷ୍ଟର୍ଣ୍ଣରୁ ଆସିଲେ ସେଇ ଆମର ଗୁଜରାଟ କଚ୍ଛ ଅଞ୍ଚଳରେ ଗୁଜରାଟର କଚ୍ଛଟା ତା ତଳକୁ ଆସିବ କୋନ ଆମର କୋଷ୍ଟଟା ସେଇଠି ସାଉଥ ୱେଷ୍ଟ ମୋଷ୍ଟ ମନସୁନ ଦ୍ୱାରା ବର୍ଷାଟା ହେଇଥାଏ ହେଲା ତାପରେ କ୍ୱେଶ୍ଚନ ଅଛି କଣ ସିଲେକ୍ଟ ଦ ଅଡ୍ ପେୟାର ସୋ ଫାର ଏଜ ହାଇଏଷ୍ଟ ପ୍ରୋଡକ୍ସନ ଅଫ ମିନେରାଲ ଇନ କନସର୍ନ ହେଲା ମାନେ ଯୋଉ ମିନେରାଲ ପ୍ରୋଡକ୍ସନ ଅନୁସାରେ କୋଉଟା ଠିକ ଅଛି ହେଲା ସରି ଅଡ୍ ପେୟାର ବାଛିବା ପାଇଁ କହିଛି ହେଲା ଓଡିଶା ଆଇରନ ଓର ପାଇଁ ଫେମସ ନା ରାଜସ୍ଥାନ ଜିପ୍ସମ ଝାରଖଣ୍ଡ ହଉଛି ଲିଗ୍ନାଇଟ ଆଉ ଗୁଜରାଟ ହଉଛି ପେଟ୍ରୋଲିୟମ ଏ ଭିତରୁ କୋଉଟା ଅଡ୍ ଅଛି ମାନେ ଅଲଗା ଅଛି ହେଲା ବାଛିବା ତେଣୁ ସଠିକ ଉତ୍ତରଟି ଏହାର କଣ ହବ ନା ଅପସନ ନମ୍ବର ସି যেটা କଣ ଅଛି ଝାରଖଣ୍ଡ ଲିଗ୍ନାଇଟ ଝାରଖଣ୍ଡଟା ହଉଛି କୋଲ ପାଇଁ ହେଲା ଫେମସ ଲିଗ୍ନାଇଟ ପାଇଁ ନୁହେଁ କୋଲ ପାଇଁ ମନେ ରଖିଥିବେ ଝାରଖଣ୍ଡ ହଉଛି ସବୁଠୁ ଅଧିକା କୋଲ ଫର୍ମେସନ ପାଇଁ ହେଇଥାଏ ଓଡିଶା ଆଇରନ ପାଇଁ ଠିକ ଅଛି ରାଜସ୍ଥାନ ଜିପ୍ସମ ପାଇଁ ଠିକ ଅଛି ଗୁଜରାଟ ବି ପେଟ୍ରୋଲିୟମ ପାଇଁ ଠିକ ଅଛି ହେଲା ପରବର୍ତ୍ତୀ ପ୍ରଶ୍ନ ଅଛି କଣ which is not a region of population explosion in India during 1951 to 1981 जो 1951 लो 81 ଭିତରେ ଆମର ପପୁଲେସନ ବଢିଗଲା ସେଟାର ମଧ୍ୟରୁ କୋଉଟା କାରଣ ନୁହେଁ ହେଲା ଲୋ ମୋର୍ଟାଲିଟି ଆଉ ଯୋଉ ହାଇ ହାଇ ଫୁଡ ସିକ୍ୟୁରିଟି ହାଇ ଫର୍ଟିଲିଟି ବେଟର ହେଲ୍ଥ କେୟାର ହେଲା ତେଣୁ ଯୋଉ ୟା ଭିତରୁ କୋଉଟା ଆଡେ ଏକ୍ସପ୍ଲୋସନ ଯୋଉ ହେଇଥିଲା ତା ପଛର କାରଣ କଣ 1951 1981 ଭିତରେ ହେଇଥିଲା ସଠିକ ଉତ୍ତର କଣ ହବ ନା ହଉଛି ଅପସନ ନମ୍ବର ବି ଯୋଉଟା କି ହାଇ ଫୁଡ ସିକ୍ୟୁରିଟି ସେତେବେଳେ ହାଇ ଫୁଡ ସିକ୍ୟୁରିଟି ସେତେବେଳେ ନଥିଲା ତେଣୁ ସେଥିପାଇଁ ଆମର କଣ ହେଇଗଲା କାରଣ ନୁହେଁ ହେଲା ନୁହେଁ ପଚାରି ତେଣୁ ହଉଛି ଏଇଟା ହବ ହାଇ ଫୁଡ ସିକ୍ୟୁରିଟି ପାଇଁ ଏଟା ଗୋଟେ କାରଣ ନଥିଲା ଏ ଯୋଉ ଆମର କଣ ପପୁଲେସନ ଏକ୍ସପ୍ଲୋସନ ହେଇଥିଲା 1951 1981 ଭିତରେ ପରବର୍ତ୍ତୀ ପ୍ରଶ୍ନଟି ରହିଛି କଣ ଯୋଉ ହ୍ୱାଟ ଇଜ ଦ ମେନଲି ୟୁଜ୍ଡ ଇନ ଇଣ୍ଡିଆ ପଭର୍ଟି ଲାଇନ ଏଷ୍ଟିମେସନ ହେଲା କୋଉଟା କୋଉ ପ୍ରକାର ଡାଟାଟାକୁ ଆମେ ବ୍ୟବହାର କରିଥାଉ ଯୋଉ ଇଣ୍ଡିଆର ପଭର୍ଟି ଲାଇନ ଏଷ୍ଟିମେସନ ପାଇଁ ହେଲା ମାନେ ଯୋଉ ଗରିବ ସୀମାରେଖା ଯୋଉ ଅଛନ୍ତି ତା ତଳେ ବା ସେଇ ସୀମାରେଖା ଉପରେ ଆମେ କୋଉ ପ୍ରକାର ଡାଟାକୁ ବ୍ୟବହାର କରିଥାଉ ଇନକମ ଡାଟା ୱେଜ ଡାଟା ଏସେଟ୍ସ ଭ୍ୟାଲୁ ନା ହଉଛି କନଜମ୍ପସନ ଡାଟା ହେଲା ବଢିଆ କ୍ୱେଶ୍ଚନଟା ଅଛି ଯେ ପଭର୍ଟି ଲାଇନ ଆମେ ପାଇଁ କୋଉଟା ଡାଟାକୁ ବ୍ୟବହାର କରିଥାଉ ସଠିକ ଉତ୍ତରଟି ହବ ଅପସନ ନମ୍ବର ଡି କନଜମ୍ପସନ ଡାଟା ହେଲା କନଜମ୍ପସନ ଡାଟାକୁ ଆମେ ବ୍ୟବହାର କରି କଣ କରିଥାଉ ଇଣ୍ଡିଆର ପଭର୍ଟି ଲାଇନଟାକୁ ଆମେ ଏଷ୍ଟିମେସନ କରିଥାଉ ହେଲା ଲାଷ୍ଟ କ୍ୱେଶ୍ଚନଟା ଦେଖିବା which of the following is the cause of the cost post inflation inflation ର ଯୋଉ ଆମର ମେନ୍ କଜଟା କଣ ହେଇଥାଏ କଷ୍ଟ କ୍ଷେତ୍ରରେ ମାନେ ଯୋଉ ଦରଦାମ ଅନୁସାରେ ଅପସନ କଣ ହେଉଛି ୱେଜ ରାଇଜ ହବା ପାଇଁ ନା ହାଇ ଡିମାଣ୍ଡ ହେଲେ ହବ ନା ଏକ୍ସେସ କ୍ୟାପିଟାଲ ହେଲେ ହବ ନା ଓଭର ପ୍ରଡକ୍ସନ ହେଲେ ହବ ହେଲା ଇନଫ୍ଲେସନ ହବାର ମେନ୍ କାରଣଟା ହଉଛି କଣ ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ୱେଜ ରାଇଜ ହେଲା ଦରଦାମ ଅଧିକା ଯୋଗୁ କଣ ହେଇଥାଏ ୱେଜ ରାଇଜ ହେଲେ ଆମର କଣ ହେଇଥାଏ ନା ହଉଛି ଇନଫ୍ଲେସନ ଟା ଅଧିକ ହେଇଥାଏ ହେଲା ତେଣୁ ଟୋଟାଲ ଆମର ଏତିକି ଥିଲା 30ଟା ଆମର ହିଷ୍ଟ୍ରି ଜୋଗ୍ରାଫି ପଲିଟି ଆଉ ଇକୋନୋମିର ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଇନଫର୍ମେଟିଭ ଲାଗିଥିବ ତାହେଲେ ଆପଣ ଭିଡ଼ିଓଟିକୁ ଲାଇକ୍ କରିଦେବେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଏବଂ କମେଣ୍ଟ ସେକ୍ସନରେ ଗୋଟେ ଭଲ କମେଣ୍ଟ ଦେଇଦେବେ ହେଲା ଆଉ ଯଦି ୟାର ପିଡିଏଫ ଦରକାର ଅଛି ତାହେଲେ ଆପଣ କମେଣ୍ଟ ସେକ୍ସନରେ ମୁଁ ଟେଲିଗ୍ରାମର ଲିଙ୍କ ଦେଇଦେବି ସେଠି ଯାଇ ଜଏନ୍ ହେଇଯାଆନ୍ତୁ ମୁଁ ୟାର ପିଡିଏଫଟା ସେଠି ପ୍ରୋଭାଇଡ କରିଦେବି ତେଣୁ ଆଜି ପାଇଁ ରହୁଛି ନୂଆ ଗୋଟେ ଭିଡ଼ିଓରେ ଆପଣଙ୍କୁ ଦେଖା ହବ ଧନ୍ୟବାଦ।